ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ। ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଆଇମା କାହାଣୀ କହି ସରକାର ଖୁସି। ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି। ସରକାର ଗଠନର 7 ମାସ ହୋଇଗଲା, କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ, କିନ୍ତୁ କାମ ଘର ଶୂନ। ଦରଦାମ ବଢ଼ି ବଢ଼ି ଚାଲିଛି, କିନ୍ତୁ ଆକ୍ସନ କିଛି ନାହିଁ। ମା ମାନେ କାନ୍ଦୁଛନ୍ତି, ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଡବଲ ଇଞ୍ଜିନ ଡବଲ ମାଡ଼, ଏପଟେ ଦର ବୃଦ୍ଧି ମାଡ଼, ସେପଟେ ଜିଏସଟି ମାଡ଼। ସବୁ ଜିନିଷର ଜିଏସଟି, ଗରିବ ଲୋକ ବେଶୀ ଜିଏସଟି ଦେଉଛନ୍ତି। ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖେଇଲେ, କିନ୍ତୁ ଫିଲ୍ମ ରିଲିଜ ହେଲା ମୋହନ ମାଝୀ ସରକାର ମହଙ୍ଗା ମାଡ଼ ସରକାର। 4.5 କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏ ସରକାରଙ୍କ ଅସଲ ଚେହେରା ଖୋଲିଦେବ। ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି, କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁନାହିଁ। ଡାଲି କୁହନ୍ତୁ, ତେଲ କୁହନ୍ତୁ, ପରିବାର କଥା କୁହନ୍ତୁ, ସଉଦା ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ଜିନିଷର ଦର ଏବେ ଆକାଶ ଛୁଆଁ। ଅଦିନିଆ ବର୍ଷା ଫସଲ ହାନିର ପୁଣି ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି। ବୋଝ ଉପରେ ଏହା ନଳିତା ବିଡ଼ା ପରି ହୋଇଛି। ମିଛ କଥା କହି ମିଛ ପ୍ରତିଶ୍ରୁତି ଦେଇ ଏ ସରକାର କ୍ଷମତାକୁ ଆସିଛି। 4.5 କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲିଦେବ। ପରିସ୍ଥିତି ଯାହା ବି ହେଉ, କେବେ ଭାଙ୍ଗିବନି ଆତ୍ମବିଶ୍ୱାସ, ଯେବେ ଯାଏଁ ସାଥିରେ ଥିବେ ନବୀନ। ଅସହାୟ ପରିବାରକୁ ସହାୟ ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୃତ ସଫାଇ କର୍ମଚାରୀ ନେତା ସହଦେବ ନାୟକଙ୍କ ପରିବାରକୁ ସହଯୋଗ ପାଇଁ ଦେଲେ ପ୍ରତିଶ୍ରୁତି। ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଯାଇ ଭେଟିଲେ ମୃତ ସହଦେବଙ୍କ ପତ୍ନୀ ଓ 2 ଝିଅ। କିନ୍ତୁ ଏଠାରେ ମୋହନ ସରକାର କାହିଁ? ମୋହନ ବାବୁଙ୍କୁ ତ ଏଠି ଦେଖାଯାଉନି। ଆସିବେ କାହିଁକି ଏଠି? ଖାଇବାକୁ ଥୋଡ଼ି ମିଳିବ? ଗତ ମାସ ଅଦିନିଆ ବର୍ଷା ପରେ ବିଭିନ୍ନ ଜିଲ୍ଲାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଭେଟିଥିଲେ। ଏବେ ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି। ରାଜ୍ୟର ଶାସନ ଦାୟିତ୍ୱରେ ସିନା ନାହିଁ, ହେଲେ ଓଡ଼ିଆଙ୍କ ଦୁଃଖକୁ ବୁଝିପାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ସବୁବେଳେ କୁହନ୍ତି ଓଡ଼ିଶାର 4.5 କୋଟି ଲୋକ ତାଙ୍କର ପରିବାରର ସଦସ୍ୟ ବୋଲି। ଗତ ମାସର ଅଦିନିଆ ବର୍ଷା ପରେ ବିଭିନ୍ନ ଜିଲ୍ଲାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଭେଟିଥିଲେ। ଏବେ ଅସହାୟ ସହଦେବ ନାୟକଙ୍କ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ। ସହଦେବଙ୍କ ପରିବାରକୁ ନବୀନ 50,000 ଟଙ୍କା ନଗଦ ପ୍ରଦାନ କରିଥିବା ବେଳେ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଏହା ସହ ସହଦେବ ନାୟକଙ୍କ 2 ପିଲାଙ୍କ ପଢ଼ିବା ଦାୟିତ୍ୱ ନେଇଛନ୍ତି। କିନ୍ତୁ ଏଠାରେ ମୋହନ ବାବୁଙ୍କର କିଛି ଖୋଜ ଖବର ନାହିଁ। ମୋହନ ବାବୁ ଖାଲି ମିଟିଂ ବାହାନାରେ ଖାଇବା କଥା ଚର୍ଚ୍ଚା କରୁଛନ୍ତି। କେଉଁ ଅଞ୍ଚଳରେ କେଉଁ ଖାଦ୍ୟ ମିଳେ ତାହା ଚର୍ଚ୍ଚା କରୁଛନ୍ତି ମୋହନ ସରକାର। ଯେଉଁଠି ଗଲା ସେଇଠି ଖାଇବି କଲା। ଏମାନେ ଚଲେଇବେ ରାଜ୍ୟ।